ସେ ତ ପ୍ରଥମରୁ ରାଜଭବନଟା ରାଜନୀତିରେ ପେଣ୍ଟସ୍ଥଳୀ ଅଛି, ଏବେ ମଧ୍ୟ ରାଜନୀତିରେ ପେଣ୍ଟସ୍ଥଳୀ ରହିଛି। ତେଣୁ ଏଥିରେ କିଛି ଦ୍ୱିମତ ନାହିଁ, କିଏ କ'ଣ କହିଲା ଦୂସରା କଥା। ସାର୍ ହେମନ୍ତ ଶର୍ମା ଯେହେତୁ ଓଡ଼ିଶା ଇଲେକ୍ସନରେ ଆସିଥିଲେ, ଝାଡ଼ଖଣ୍ଡରେ ସେ ଅଛନ୍ତି ଦାୟିତ୍ୱରେ, ସେଇଠି ବାରମ୍ବାର ଆସୁଛନ୍ତି, ଏଠି ସେଇ ପଲିଟିକାଲ ଇଏଟାକୁ ଆପଣ ବେଶୀ ଆକଳନ କରୁଛନ୍ତି। ସେ ତ ଗଲା ନିର୍ବାଚନରେ ହେମନ୍ତ ଶର୍ମା ହିଁ ତାଙ୍କର ମେନ୍ ପ୍ରଚାରକ ଓଡ଼ିଶାରେ ଥିଲେ ଏବଂ ସେଇ ଢଙ୍ଗରେ ଯେହେତୁ ଓଡ଼ିଶାଟା ଜିତିଗଲେ କୌଣସି ପ୍ରକାର ସେଇ ଢଙ୍ଗରେ ଝାଡ଼ଖଣ୍ଡ ପାଇଁ ମଧ୍ୟ ସେ ଲାଗିଛନ୍ତି। ରଣନୀତି କ'ଣ ରାଜଭବନ କରାଯାଉଛି? ହଁ, ଏଇଟା ହେଉଛି। କିନ୍ତୁ ଭେଙ୍କିୟା ନାଇଡୁ କହୁଛନ୍ତି ଯେ ଭେଙ୍କିୟା ନାଇଡୁ କହିଲେ ଯେ ରାଜନୀତିରେ ସବୁ ବିଜେପି ଦଳୀୟ ନେତାମାନେ ଯାଇକରି ଆଲୋଚନା କରୁଛନ୍ତି, ତାଙ୍କର ପ୍ରୋଗ୍ରାମ କରୁଛନ୍ତି, ତାଙ୍କର ପ୍ଲାନ୍ ପ୍ରୋଗ୍ରାମ କରୁଛନ୍ତି। କେବେ ନାହିଁ, କେବେ ରାଜଭବନ ଏମିତି କେବେ ଦେଖାଯାଇନଥିଲା ଏବଂ ନିର୍ବାଚନ ପୂର୍ବରୁ ମଧ୍ୟ ରାଜ୍ୟପାଳ ଯେଉଁଭଳି ଢଙ୍ଗରେ କାହାର ଘର ହେଲାନି, କାହାର ଅମୁକ ହେଲାନି, ଯେଉଁଭଳି ପ୍ରଚାର କରୁଥିଲେ ସେଥିରୁ ଜଣାପଡ଼ୁନଥିଲା। ସେ ତାଙ୍କ ଦଳ କଥା, ସେ କାହାକୁ ମୁଖ୍ୟମନ୍ତ୍ରୀ। ସାର୍ ଭେଙ୍କିୟା କିନ୍ତୁ ପ୍ରଶ୍ନ ବିଜେଡି ଉପରେ ଉଠେଇବା ଠିକ୍ କି? ଭେଙ୍କିୟା ନାଇଡୁ କହୁଛନ୍ତି ୟାକୁ ରାଜନୀତି କରାଯାଉଛି। ସେ ଦଳରେ ତଳଠୁ ଉପର ପର୍ଯ୍ୟନ୍ତ କିଏ ଠିକ୍ ଅଛି ସିଏ ଠିକ୍ ହେବ। ଭାଇ ପଚାର ଆଜି ପିଏମ୍ କିଷାନ ଟଙ୍କା ଆସୁଛି, ଏଠି ଓଡ଼ିଶାରେ ପିଏମ୍ କିଷାନ ଦିବସ ପାଳନ ହୁଏ, ଯେତେବେଳେ କି ଅନେକ ଭୂମିହୀନ ଚାଷୀ ଅଛନ୍ତି, ସେମାନେ ସଂଶ୍ଳିଷ୍ଟ ହୋଇପାରୁନାହାନ୍ତି, ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି ପିଏମ୍ କିଷାନରେ। ଯେତେବେଳେ ଏଠି ପିଏମ୍ କିଷାନ ଦିବସ ପାଳନ ହୁଏ, ଏପଟେ କିନ୍ତୁ ବର୍ତ୍ତମାନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ 3100 ଟଙ୍କା କରିବା ପାଇଁ ଧାନର ସହାୟକ ମୂଲ୍ୟ, ସେ ମଧ୍ୟ ଏପର୍ଯ୍ୟନ୍ତ ନିଷ୍ପତ୍ତି। ବହୁତ ଲଜ୍ଜାର କଥା। ପିଏମ୍ କିଷାନ ଦିବସ ପାଳନ କରିବା ଏହାଠୁ ଲଜ୍ଜାର ଜିନିଷ କିଛି ନାହିଁ। ବିଜେପି ବାଲା ବହୁତ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି, ଦେଉଛନ୍ତି, ଦେବେ ଆଗକୁ ମଧ୍ୟ। ତେଣୁ କିଛି ପ୍ରତିଶ୍ରୁତି ସେମାନେ ପାଳନ କରିବେନି। ସେମାନେ ଜୁମଲା ପାର୍ଟି, ଲୋକଙ୍କୁ ଠକିକିରି ଭୋଟ ନେବା ତାଙ୍କର ହେଲା ଧର୍ମ। ଓକେ, ଧନ୍ୟବାଦ ସାର୍। ଆଉ ଗୋଟେ କହିଲେ ଓଡ଼ିଶା ସରକାରକୁ 4 ଜଣ ଚଲାଉଛନ୍ତି, କେନ୍ଦ୍ରରୁ ଜଣେ ମୁଖ୍ୟମନ୍ତ୍ରୀ, ଏଠି ଆଉ 2 ଜଣ ତାଙ୍କ ବନ୍ଧୁ, ଯେ ପ୍ରକୃତ ପକ୍ଷେ ସେଇ 4 ଜଣ ଚଲାଉଛନ୍ତି। 4 ଜଣ କି 10 ଜଣ କହିହେବ କ'ଣ? 4 ଜଣ କି 10 ଜଣ କିଏ ଜାଣିଛି? ବିଜେପି ରିମୋଟ୍ ସିଆଡ଼େ ଅଛି, ଇଆଡ଼େ ମଧ୍ୟ ଅଛି, ସବୁଆଡ଼େ ରିମୋଟ୍ କଣ୍ଟ୍ରୋଲ।